ଆସନ୍ତୁ ଆଜି ଦିନର ଟପ୍ 20 ଖବର ଉପରେ ନଜର ପକାଇବା। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମାତ୍ର କିଛି ସମୟ ମଧ୍ୟରେ ଜାଣିପାରିବା ଏହି ଦିନର ସମ୍ପୂର୍ଣ୍ଣ ଖବର। ତା ପୂର୍ବରୁ ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରି ରଖନ୍ତୁ। ଏମିତି ସବୁଦିନ ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ପ୍ରଥମ ଖବର, ବର୍ଷା ପରେ ରାଜ୍ୟକୁ ମାଡ଼ି ଆସୁଛି ଶୀତ। ଆଜିଠୁ ବଦଳିବ ପାଗର ମିଜାଜ, ଅନୁଭବ ହେବ ଥଣ୍ଡା। ରାଜ୍ୟରେ ଆସନ୍ତା 2 ଦିନ ଭିତରେ 2 ରୁ 3 ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ରାତିରେ ତାପମାତ୍ରା ପରିବର୍ତ୍ତନ ହେବ। ଗତକାଲି ରାତିର ସବୁଠାରୁ କମ୍ ତାପମାତ୍ରା କୋରାପୁଟରେ 15 ଡିଗ୍ରୀ ରହିଥିଲା। ସେହିପରି ଫୁଲବାଣୀରେ 18 ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ 19 ଡିଗ୍ରୀ ରହିଥିଲା। ପରବର୍ତ୍ତୀ ଖବର, 2027ରେ ଆରମ୍ଭ ହେବ ସାରା ଦେଶରେ ଜନଗଣନା ପ୍ରକ୍ରିୟା। ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରଶିକ୍ଷଣ। ଗାଁ ଗାଁ ବୁଲି ଶିକ୍ଷକମାନେ କରିବେ ପ୍ରାକ୍ ଜନଗଣନା। ସେଥିପାଇଁ ସେମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ଡିଜିଟାଲ ଟ୍ରେନିଂ। କାରଣ ଏଥର ଆଉ ମାନୁଆଲି ନୁହେଁ, ବରଂ ଡିଜିଟାଲ ହେବ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 4ଟି ସ୍ଥାନରେ ନଭେମ୍ବର 10 ରୁ 30 ତାରିଖ ପର୍ଯ୍ୟନ୍ତ ହେବ ପ୍ରାକ୍ ଜନଗଣନା। ଭୁବନେଶ୍ୱର ମହାନଗର ନିଗମ 22 ନମ୍ବର ୱାର୍ଡ, କଟକର 17 ନମ୍ବର ୱାର୍ଡ, ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁରମୁଣ୍ଡାରେ ହେବ ପ୍ରାକ୍ ଜନଗଣନା। ଏଥର ଜନଗଣନାରେ ଜାତି ଏବଂ ଉପଜାତି ତଥ୍ୟ ମଧ୍ୟ ରହିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର, କଟକ ଐତିହାସିକ ବାଲିଯାତ୍ରା ପାଇଁ ଆସିଲା ନୂତନ ଗାଇଡଲାଇନ୍। ଏଥର କଟକ ଐତିହାସିକ ବାଲିଯାତ୍ରାରେ ରାତି 11ଟା ପର୍ଯ୍ୟନ୍ତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ରାତି 11ଟା ପର୍ଯ୍ୟନ୍ତ ବାଜିପାରିବ ମାଇକ୍। ରାତି 11ଟା ପରେ ମାଇକ୍ ମନା। ନଭେମ୍ବର 5 ରୁ 13 ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ ବୋଲି କଟକ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଲିଯାତ୍ରାରେ ପଲିଥିନ୍ ବ୍ୟାଗ୍, ପ୍ଲାଷ୍ଟିକ୍ ପ୍ଲେଟ୍, ଚାମଚ, ପ୍ଲାଷ୍ଟିକ୍ କପ୍ ସହ ସମସ୍ତ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ପାଇଁ ବାରଣ କରାଯାଇଛି। ବାଲିଯାତ୍ରା ପଡ଼ିଆରେ ପ୍ରତ୍ୟେକଟି ଷ୍ଟଲ୍ 2ଟି ଭିନ୍ନ ଭିନ୍ନ ଡଷ୍ଟବିନ୍ ରଖିବେ। ଗୋଟିଏରେ ଓଦା ଏବଂ ଅନ୍ୟଟିରେ ଶୁଖିଲା ବର୍ଜ୍ୟବସ୍ତୁ ପକାଇବେ ଏବଂ ଡଷ୍ଟବିନ୍ରେ ପଡ଼ିଥିବା ଆବର୍ଜନାକୁ ନିର୍ଦ୍ଧାରିତ ଆଦାୟ କେନ୍ଦ୍ରରେ ଦେବେ ବୋଲି ନୂତନ ଗାଇଡଲାଇନ୍ରେ ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ନ ମାନିଲେ ଷ୍ଟଲ୍ର ଲାଇସେନ୍ସ ବାତିଲ କରାଯାଇପାରେ। ଏଥିସହ ପରିବେଶ ପ୍ରଦୂଷଣ ଏବଂ ମହାନଗର ନିଗମ ନିୟମ ଅନୁସାରେ ଜରିମାନା ବି ଦେବାକୁ ହେବ ବୋଲି ପ୍ରଶାସନ କହିଛି। ପରବର୍ତ୍ତୀ ଖବର, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନାର ଦାମ। ଯଦି ଆପଣ ଆଜି ସୁନା କିଣିବା ପାଇଁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି, ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର। ଆଜି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,23,170 ଟଙ୍କା ରହିଛି। ତେବେ 22 କ୍ୟାରେଟ୍ ସୁନାର ମୂଲ୍ୟ 1,12,900 ଟଙ୍କା ପହଞ୍ଚିଛି। ପରବର୍ତ୍ତୀ ଖବର, ରାସନ କାର୍ଡ ଧାରୀଙ୍କ ପାଇଁ ଆସିଲା ଖୁସି ଖବର। ଆଉ ବନ୍ଦ ହେବ ନାହିଁ ରାସନ ଚାଉଳ। ଡିସେମ୍ବର 31 ଯାଏଁ ବଢ଼ିଲା ଇକେୱାଇସି ଦାଖଲର ସମୟ ସୀମା। ଏପର୍ଯ୍ୟନ୍ତ କୌଣସି କାରଣରୁ ଇକେୱାଇସି କରିନଥିବା ହିତାଧିକାରୀମାନେ 31/12/2025 ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଇକେୱାଇସି କରାଇ ପାରିବେ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ଆଜି ନୂଆପଡ଼ା ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ବିଜେପି ଆଗରୁ ଭୋଟ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି। ଏହା ସହିତ ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ ବୋଲି ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ମଞ୍ଚରେ କହିଛନ୍ତି। ଶେଷରେ ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରି କହିଥିଲେ, ଆପଣମାନେ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର, ଭାରତରେ ଚୁମ୍ବକ ଉତ୍ପାଦନ ବଢ଼ାଇବା ପାଇଁ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଏଥିପାଇଁ 7,000 କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନା ହୋଇଛି। ଚାଇନାର ପ୍ରଭାବକୁ ହ୍ରାସ କରି ଦେଶର ଚୁମ୍ବକ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ଏକ ବଡ଼ ଯୋଜନା କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମର ଆକାରକୁ 3 ଗୁଣ ବୃଦ୍ଧି କରି 7,000 କୋଟି ଟଙ୍କା, ଯାହା $788 ମିଲିୟନ ଅଧିକ କରିବାକୁ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ପରବର୍ତ୍ତୀ ଖବର, ନବୀନ ପଟ୍ଟନାୟକଙ୍କୁ ଶକ୍ତ ଝଟକା। ବିଜେଡି ଛାଡ଼ି ବିଜେପିରେ ମିଶିଲେ ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ। ବିଜେଡିର ଆଇଟି ସେଲ୍ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ବିଜେପିରେ ମିଶିଛନ୍ତି। ପରବର୍ତ୍ତୀ ଖବର, ଏଣିକି 6ଠୁ 8ମ ଶ୍ରେଣୀ ପିଲାମାନଙ୍କୁ ପ୍ରଦାନ କରାଯିବ ଧନ୍ଦାମୂଳକ ଶିକ୍ଷା, ଯାହା ପିଲାମାନେ ନିଜ ନିଜର ବିଭିନ୍ନ କ୍ଷେତ୍ରକୁ ଜାଣିପାରିବେ। ବର୍ଷକୁ ରହିବ 10ଟି ବ୍ୟାଗଲେସ୍ ପିରିୟଡ଼। ବିଶେଷଜ୍ଞମାନେ ଆସି ପିଲାମାନଙ୍କୁ ସୃଜନଶୀଳ କାର୍ଯ୍ୟ କରାଇବେ, ଯଥା ରୋଷେଇ, ବଢ଼େଇ, ମାଲି, କୁମ୍ଭାର କାମର ପ୍ରଶିକ୍ଷଣ ଦେବେ। ଏହାର 70% ପ୍ରାକ୍ଟିକାଲ ଆସେସମେଣ୍ଟ ରହିବ। ନୂତନ ଢାଞ୍ଚା ଦ୍ୱାରା ଚାକିରି ଅନୁକୂଳ ପରିବେଶ ସହ ପିଲାମାନଙ୍କୁ ପରିଚିତ କରିବାର ଲକ୍ଷ୍ୟ ନେଇ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ ବୋଲି ରାଜ୍ୟସ୍ତରୀୟ ଜାତୀୟ ଶିକ୍ଷାନୀତି ମତ ପ୍ରକାଶ କରିଛି।
परवर्ती खबर पंचुक प्रथम दिन में पूरी असंभाल भिड़ पर सुरक्षा व्यवस्था कड़ाकड़ी कराई। एने निजे पुलिस डीजी जुगेश बहादुर खुरानिया सुरक्षा व्यवस्था जांच करिसेंती। भिड़ को दृष्टि रखी सारा राति महाप्रभु को दर्शन चली। पंचकर प्रथम दिन में गतकाली श्रीमंदिर बाहर ठेलापेला स्थिति उपजिबा पर स्थिति जांच करिसेंती डीजीपी। पंचकर अवशिष्ट दिन भक्तों श्रृंखलित दर्शन जनगहली निमंत्रण उभय श्रीमंदिर भितर एवं बाहर सुरक्षा व्यवस्था नहीं से अनुध्यान करिसेंती। परवर्ती खबर आज आरंभ होइछि सामुद्रिक मत्स्यजीवी गणना प्रक्रिया। एही गणना डिसेम्बर 18 तारिख में सरिब। जनगणनार त्रुटिमुक्त एवं सुविधा निमंते VYAS भारतर मोबाइल ऐप प्रस्तुत कराई। राज्यर 6टी समुद्रकूलिया जिला बालेश्वर भद्रक केन्द्रापड़ा जगतसिंहपुर पुरी और गंजाम रे बसवास करुवा तथा सामुद्रिक मत्स्य उत्पादन रे निर्भरशील परिवार सर्वे करा। प्रति 5 वर्ष थरे एही जनगणना करा सामुद्रिक मत्स्यजीवी स्थिति जांच करा जाउछि। एहा द्वारा सेमानक पारिवारिक स्थिति संपर्क में सरकार जानिबा सह आवश्यकता पूरण निमंते पदक्षेप नहीं थांती सरकार। परवर्ती खबर बुला कुकुरों पर आसिब नुआ नीति। बुला कुकुरों संपर्क में सुप्रीमकोर्ट आसंता 7 तारिख में नीति निर्धारण करेंगे। स्वतंत्र सरकारी प्रतिष्ठान परिसर में बुला कुकुरों पर खाद्य व्यवस्था करा जिवो। बुला कुकुरों परिचालना पर सुप्रीमकोर्ट आज एक मामलार शुणाणी करथिले। परवर्ती खबर प्राथमिक कृषि समवाय समितिर कर्मचारी जारी है SOP। प्राथमिक कृषि समवाय समितिर कर्मचारी कैडर नियमावली कार्यकारी करने जारी है SOP। नियुक्ति बदली पदोन्नत और श्रृंखलागत कार्य स्वच्छता और दायित्व रहिबो। कैडर नियमावलीर व्यवस्था अनुसार जिलापाल कैडर कमिटीर अध्यक्ष रहिबे। एही कमिटी PSCS और LAM PCS संपादकों नियुक्ति बदली और श्रृंखलागत कार्यर तदारक और कैडर गठन कार्यकारी करिवो। परवर्ती खबर भोट पर प्रधानमंत्री ड्रामा करुछंती बोली बिहार विधानसभा निर्वाचन प्रचार समय कांग्रेस सांसद राहुल गांधी रविवार प्रधानमंत्री नरेंद्र मोदी को तीव्र समालोचना करी कहिसेंती। मोदी केवल भोट पर ड्रामा करुछंती एवं निर्वाचन शेष होइजिबा परे से तांको प्रतिश्रुति पूरण करिवेनी बोली कांग्रेस सांसद राहुल गांधी कहिसेंती। परवर्ती खबर पेंशन भोगी एक नुआ घोषणा कले केंद्र सरकार एवं राज्य सरकार। पेंशन भोगी को निरंतर पेंशन देय सुनिश्चित करने वर्षकु थरे सेमानकर जीवन प्रमाणपत्र दाखल करने को स्पष्ट भाव में निर्देश दि। परवर्ती खबर आगो को आसुची IPL एथर भारत में हेब नहीं। IPL 2026 नीलाम चलित वर्ष BCCI भारत बाहर IPL नीलाम करने विषय विचार करुछि। सेपटे संयुक्त अरब एमिरेट्स आबुधाबी स्थान होबार संभावना रही किंतु ओमान एवं कातार भली अन्यान्य मध्यप्राच्य स्थान गुड़िक विचार करा जाउछि बोली जणा पड़िछि।